ଶିକ୍ଷାବିତ୍ତି ଆଜ୍ଞାମାନେ ଓ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀ ଥିବା ମୋର ବଡ଼ ଭାଇ ଭଉଣୀମାନଙ୍କୁ ପ୍ରଣାମ କରି ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ଟେକ୍ ବାଇ ଦାସ ସାର୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଉ ଗୋଟେ ଭିଡ଼ିଓ ପୁଣି ଆଣିବା, ଯାହା ସେହି ଦୁଃଖ ଯନ୍ତ୍ରଣାର କଥା। ଜଣେ 30 ବର୍ଷ 32 ବର୍ଷ 35 ବର୍ଷ କି 33 ବର୍ଷ ସର୍ଭିସ୍ କଲା ପରେ ଗୋଟେ ପ୍ରଶ୍ନବାଚୀ ଚିହ୍ନ ହୋଇ ରହିଯାଇଛି ତାର ଆଗାମୀ ଭବିଷ୍ୟତ। କିନ୍ତୁ ସେମାନଙ୍କର ଆଗାମୀ ଭବିଷ୍ୟତ କିଛି ନାହିଁ। କିନ୍ତୁ କଥା ହେଲା ଯେ ରିଟାୟାରମେଣ୍ଟ ପରେ ଜଣେ ଚଳିବ କେମିତି, ଏ ଯେଉଁ ଦୁଃଖ ଯନ୍ତ୍ରଣାକୁ ନେଇ ଆଜି ଆମର ଏଇ ଉପସ୍ଥାପନା, এই ଭିଡ଼ିଓଟି। ୟା ପୂର୍ବରୁ ନିଶ୍ଚିତ ଆମେ ଭିଡ଼ିଓ କରିଥିଲେ। କିଛି ମୋର ବଡ଼ ଭାଇମାନେ ହୁଅନ୍ତୁ କି ସାର୍ମାନେ ହୁଅନ୍ତୁ, ସେ ମେସେଜ୍ କଲେ ଯେ ଆମକୁ 60ରୁ 62 ବର୍ଷ ନିହାତି ଆବଶ୍ୟକତା ଅଛି। ଆଉ କିଛି ଆଜ୍ଞାମାନେ ଡିମାଣ୍ଡ କଲେ ନାଇଁ ଆମ ପେନ୍ସନ୍ ନିହାତି ଆବଶ୍ୟକତା ଅଛି, କାରଣ 62 ବର୍ଷ ହେଲେ 2 ବର୍ଷ ପରେ ପୁଣି ଆମେ ହଇରାଣ ହେବୁ, ଆମକୁ ପେନ୍ସନ୍ ନିହାତି ଆବଶ୍ୟକତା ଅଛି। ଆଉ କିଛି କହୁଛନ୍ତି ନାଇଁ ଆମେ ରିଟାୟାରମେଣ୍ଟ ପରେ ପୁଣି ରିଜଏନିଂ ହେବୁ ବା ପୁଣି ଆଉ ଥରେ ଆପଏଣ୍ଟମେଣ୍ଟ ହେବୁ, ସେଇଟା ଆମକୁ ଦରକାର। ଏ ଯେଉଁ ଘଡ଼ି ସନ୍ଧି ମୁହୂର୍ତ୍ତରେ ବଳି ପଡ଼ିଯାଇଛି 488 ବା 662 ବର୍ଗର କଲେଜ, ତା ଭିତରେ ବଳି ପଡ଼ିଯାଇଛନ୍ତି କିଛି ଆମର ସାର୍ମାନେ ରହିଲେ ବା ମ୍ୟାଡ଼ାମମାନେ ରହିଲେ। ଏମାନଙ୍କର ଅସୁବିଧା ଓ ଦୁଃଖ ଯନ୍ତ୍ରଣାକୁ ସହିବା ବଡ଼ କଷ୍ଟଦାୟକ ହୋଇପଡ଼ୁଛି। ଏହାର କାରଣ ହେଲା ଯେ ଗୋଟେ କିଛି ଗଭର୍ଣ୍ଣମେଣ୍ଟର ପ୍ରପର ଯଦି ପାରାଫିନିଆରେ ଗୋଟେ ପଲିସି ଗଭର୍ଣ୍ଣମେଣ୍ଟ ବନେଇ ଦେଇଥାନ୍ତା, ତାହେଲେ ଏ ଦୁଃଖ ଯନ୍ତ୍ରଣା କେବେ ଭୋଗିବାକୁ ପଡ଼ିନଥାନ୍ତା। ଗଭର୍ଣ୍ଣମେଣ୍ଟ ତାଙ୍କୁ 30% 40% କରିକି ଚଲେଇଲା, ତାପରେ ଶେଷ ସମୟ ବେଳକୁ ଯେତେବେଳେ ତାଙ୍କୁ ଫୁଲ୍ ଦରମା ଦେଲା ବେଳକୁ ଆଉ ନାହିଁ କିଛି। ଏମାନେ 4-5 ବର୍ଷ ଦରମା ପାଇକି ବା 7-8 ବର୍ଷ ଦରମା ପାଇଲା ପରେ ରିଟାୟାରମେଣ୍ଟର ଆଡ଼ିକି ଗତି କରୁଛନ୍ତି, ବା କିଏ ରିଟାୟାରମେଣ୍ଟ କରିସାରିଲେଣି, କିଏ ରିଟାୟାରମେଣ୍ଟ ହେଉଛନ୍ତି, କିଏ ରିଟାୟାରମେଣ୍ଟ ହେବାକୁ ଯାଉଛନ୍ତି। ତା ଭିତରେ ସେମାନେ ଦେଖୁଛନ୍ତି ଯେ ସମସ୍ତେ ଏ ଟେନସନ୍ ଭିତରେ, ଯେହେତୁ କମ୍ ଦରମା ଭିତରେ ସମସ୍ତେ ଚଳୁଥିଲେ, ଏ ଟେନସନ୍ ଭିତରେ ପେନ୍ସନ୍ର କଥା ଆସେ ଯେ ଯଦି ଆମେ ମେଡ଼ିସିନ ଖର୍ଚ୍ଚ କେମିତି କରିବୁ, ଗୋଟେ ମିନିମମ୍ ଖର୍ଚ୍ଚ କରିବା ଏମାନଙ୍କ ପାଖରେ ଗୋଟେ ସମ୍ଭବପର ନାହିଁ। ଯଦି ଗଭର୍ଣ୍ଣମେଣ୍ଟ ଚିନ୍ତା କରୁଛି ବାର୍ଦ୍ଧକ୍ୟ ଅବସ୍ଥାରେ 3000 ଟଙ୍କା ଲେଖା ଦେବା ପାଇଁ ବୃଦ୍ଧାମାନଙ୍କୁ ବା ବୁଢ଼ାବୁଢ଼ୀମାନଙ୍କୁ, ତାହେଲେ ଏମାନେ ତାଙ୍କଠାରୁ ବି ନିହାତି ୟାର ଅର୍ଥ, ଏମାନେ ପାଠ ପଢ଼ିଲେ, ପିଜି କଲେ, କିଏ ଏମ୍ଫିଲ୍ କଲେ, କିଏ ପିଏଚ୍ଡି କଲେ, ହାୟର କ୍ୱାଲିଫାଏଡ଼ ହେଲେ, ହେଇକି 500 ଟଙ୍କା 300 ଟଙ୍କାରେ ଯନ୍ତ୍ରଣା ଭୋଗିଲେ, 14 ବର୍ଷ 15 ବର୍ଷ ଭୋଗିଲା ପରେ ଗଭର୍ଣ୍ଣମେଣ୍ଟ ଯାହା ଟିକେ ହେଲେ ଗୋଟେ ପ୍ରୋଟୋକଲକୁ ନେଲା, ଜଷ୍ଟ ଯେମିତି ଗୋଟେ ପଶୁଜନ୍ତୁକୁ ଯେମିତି ଖଣ୍ଡିଏ ରୁଟି ଦେବା କଥା ସେମିତି ଦେଇ ଚାଲିଲା। ଯେତେବେଳେ ବିଜେଡ଼ି ଗଭର୍ଣ୍ଣମେଣ୍ଟ ଥିଲା, ତାପରେ ଏବେ ତ ବିଜେପି ଗଭର୍ଣ୍ଣମେଣ୍ଟ ଆସିଲା, ସେ ଯାହା ବି ହେଉଛି କ'ଣ କରିବ କ'ଣ ନାହିଁ ସେ କଥା ଦେଖିବା। କିନ୍ତୁ କଥା ହେଲା ଯେ ଏଠି ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଯେ ଅବସର ବୟସ 62 ବର୍ଷ ବୃଦ୍ଧି ନା ପେନ୍ସନ୍। ଏ 488 ଆଉ 662 ବର୍ଗର କଲେଜ କ'ଣ ଦରକାର? ନିଶ୍ଚିତ ତ ଦରକାର ଯେ ଆମକୁ ଦୁଇଟାକ ଦରକାର। ହେଲେ କ'ଣ ଅସୁବିଧା ଅଛି? ଆମର ପେନ୍ସନ୍ ବି ଦରକାର, 60ଟା 62 ବର୍ଷ ହେବା ଦରକାର। କିନ୍ତୁ ଆମକୁ ସେ ଯେଉଁ ଆଉ ଥରେ ଯେଉଁ ରିଜଏନିଂ କରିବା ବା ଏନଗେଜମେଣ୍ଟ କରିବା, ଏଇଟା ଆମକୁ ଦରକାର ନାହିଁ। ଏଠି ଆମେ 10,000 କି 15,000 ପାଇକି ପୁଣି କଷ୍ଟ ପାଇବା, ସେଇଟା ଆମକୁ ଦରକାର ନାହିଁ। ଆମକୁ ନିହାତି ପେନ୍ସନ୍ ଦରକାର। ଯଦି ପେନ୍ସନ୍ ହେଲା, ଯଦି ତ ପେନ୍ସନ୍ ତ ହେବ, ଯଦି ବୋଲି କିଛି ଶବ୍ଦ ନାହିଁ, କାହିଁକି ପେନ୍ସନ୍ ହେବ? ୟାର ଅର୍ଥ ହେଲା ଯେ ଆମେ ୟା ପୂର୍ବରୁ ଗୋଟେ ଭିଡ଼ିଓ ବନେଇଥିଲେ ବା ଏଠି ଗଭର୍ଣ୍ଣମେଣ୍ଟ ଚିଠି କରିଥିଲା, ଗଭର୍ଣ୍ଣମେଣ୍ଟ ଆପଣଙ୍କର ହାୟର ଏଜୁକେସନ୍ ରିଜନାଲ ଡାଇରେକ୍ଟରମାନଙ୍କୁ ଚିଠି କରିଥିଲା। ୟା ଭିତରେ ସମ୍ବଲପୁରର ଚିଠିଟି ଆମେ ପାଇଥିଲେ, ବା ସବୁ ରିଜନାଲ ଡାଇରେକ୍ଟର ନିଶ୍ଚିତ ଚିଠି କରିଥିବେ। ଏମାନେ 13 ତାରିଖରେ ଚିଠି କରିଥିବେ, 13 ତାରିଖରୁ 15 ତାରିଖ ଡେଡ଼ଲାଇନ୍ ଥିଲା। ଆମେ ନିଶ୍ଚିତ 13 ତାରିଖ କିମ୍ବା 14 ତାରିଖରେ ଆମର ଭିଡ଼ିଓଟାକୁ ଆମେ ଉପସ୍ଥାପନା କରିଥିଲେ। ୟା ଭିତରେ ସେ ଦେଖୁଥିଲେ ଯେ ଏ ଯେଉଁ ରିଟାୟାରମେଣ୍ଟ କଥା, ରିଟାୟାରମେଣ୍ଟ ଭିତରେ ସେମାନେ ରଖିଥିଲେ 18ରୁ 30 ବର୍ଷ ବୟସ ଭିତରେ, ଯେଉଁମାନେ 18ରୁ 30 ମସିହା ଭିତରେ ଯେଉଁମାନେ ରିଟାୟାରମେଣ୍ଟ ହେଉଥିବେ ତାଙ୍କର ଲିଷ୍ଟ ଦେବା ପାଇଁ। ଯଦି ୟା ଭିତରେ ସେ କହିଥିଲେ ଯଦି ବିଫୋର 18 ବର୍ଷରେ 2018ରୁ କିଏ ଅଛନ୍ତି,
ताहले रिटायरमेंट कर भी देवे ये गोटे कलम बनईकि किंबा 2030 पर जो मैंने रिटायर्ड करेंगे निश्चित 31 32 आउ 33 पर्यंत प्रायतः लास्ट थे एमानकर भी कलम बनईकि आप देपारे किसी असुविधा नहीं। यहाँ एक्सेल फर्माट्रे बनईकि देपारे एठी जे किछि सार मैडम मैंने कहती जे आम जो संस्कृत टोल कॉलेज अच्छु ताले आम पे अच्छी ना ना निश्चित आपण मानी अच्छी किसी जड़े सार मेसेज करते आम बालेश्वर तो आसी ना ताले आम बालेश्वर पे अच्छी ना 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 आज्ञा आपण बालेश्वर पे नुह जहाँ हम ऑल ओडिशा पे हम बालेश्वरटा ओडिशार बाहर केबे नुह ये है कथा। निश्चित आम यहाँ तो निश्चित कॉलेज वाला बा कॉलेज रे जे प्रिंसिपाल अच्छा सी तो निश्चित यहाँ पठे थे किंतु कथा है जे आमको निहाती कौन आवश्यकता अच्छी निश्चित आमको निहाती गोटे कहीं आवश्यकता अच्छी आमको दुईटा आवश्यकता अच्छी आमको अवसर बयस 60 ରୁ 62 वर्ष निहाती दरकार किंतु पेंशन भी ता भीतर पेंशन भी आमको दरकार ये दुईटा गवर्नमेंट दबा आवश्यकता अच्छी जदि ये दुईटा गवर्नमेंट नदीब ताहले आम ये पेंशन आपड़ दब गवर्नमेंट दब 30 ରୁ 40% देला अप्रोक्सीमेटली धर 35% देला धर सार मैंने धर पाँच 90,000 पाँच 90,000 35% धरतु से टଙ୍କା पाइबे धरतु 30,000 भितर दरमा पाइले धर आम 1,00,000 टଙ୍କା पकईद 1,00,000 टकर 30% करदे ताले 30,000 पाइले बुझे तो ताले जदि 35% भितर 30,000 पाँच ताहले गोटे प्रकार जे गाँ गहली जो मैंने अच्छा सार मैंने तो रोचे प्रायतः रोथे गाँ गहली चलीजे घर द्वारा थी खाई पीकी चलीजे मेडिसिन खर्च चलीजे ये तो ठीक कथा किंतु एमाने जो त्याग करी आपण मैंने जो त्याग कर त्यागर मूल्य होची अवसर बयस निश्चित 2 वर्ष बढ़िले आपण त्यागर मूल्य निश्चित पाइबे कहीं ना एबे जो प्रायतः पाखापाखि 1,00,000 टଙ୍କା आपण मैंने दरमा पाइले बा आउ डीए बढ़िले आउ 1,00,000 टଙ୍କା हो दरमा हो ताहले आपण जे जानवे जे मु वर्ष को 12 लाख पाइले बा 2 वर्ष 24 लाख पाइले 24 लाख मु तो कौन घर टी बनईदेवी कि झील बाहर करी कौन करी ताहले एईटा भी निहाती आवश्यकता अच्छी पेंशन निहाती आवश्यकता अच्छी ताहले गवर्नमेंट करवा आवश्यकता जे दुईटाक कौन दरकार दुईटाक आमको आमको दरकार आमको रिजॉइनिंग दरकार नहीं आमको पेंशन दरकार आमको 60 ରୁ 62 वर्ष दरकार से जहाँ भी होटा गोटे प्रकार प्रयास बोली आपण मैंने भावी ने ये गोटे प्रकार रेगुलेशन बोली भावी ने कौटि ना कौटि जे निश्चित से पाखे निश्चित पहुँचो आपण मान दुख दुर्दशा जो अच्छी निश्चित पूर्ण हम बोली मोर आशा और विश्वास पेंशन भेरी क्विकली आपण मानकर होची निश्चित पेंशन आपणकर भेरी क्विकली नोटिफिकेशन बाहर अच्छी निश्चित बाहर बा अपडेट न्यूज हेले मुझे चैनल माध्यम अपलोड करी आपण मान पाख नोटिफिकेशन पहुँचो नोटिफिकेशन आपण मैंने पाइबा हेले आपण मैंने निश्चित ये आपण ये चैनल सहित जोड़ी होकर रुहतु गोटे लाइक टे करूँ सब्सक्राइब टे मारतु आउ शेयर टे करूँ जे आपण मानकर बंधु मान पाख पहुँचू से माने खुशी भी हुंतु आपण मानकर खुशी मोर निश्चित मोर आउ किसी बेसी भी प्रयास नहीं जे आपण मानकर टिके मुहरे हस देखा मोर होची मूल लक्ष्य रहिली सार नमस्कार नेक्स्ट वीडियो को आपण मानक मु निश्चित वेलकम करूची।